ରକ୍ତର ପ୍ରତ୍ୟେକ ବିନ୍ଦୁଏ ମାଟିକୁ ପବିତ୍ର କରିଦେଇଛି। ଆଜି ଆମେ ଯେଉଁ ସ୍ୱାଧୀନ ପବନରେ ନିଶ୍ୱାସ ନେଉଛୁ ସେହି ପବନରେ ସେମାନଙ୍କର ତ୍ୟାଗର ସୁଗନ୍ଧ ମିଶିଛି। ଆଜି ସକାଳେ ଯେତେବେଳେ ମୁଁ ଆକାଶରେ ଉଡୁଥିବା ତ୍ରିରଙ୍ଗାକୁ ଦେଖିଲି ମୋ ମନରେ ଗୋଟିଏ ପ୍ରଶ୍ନ ଉଠିଲା, ଏହି ପତାକାର ରଙ୍ଗ କେବଳ ତିନୋଟି ରଙ୍ଗ ନା, ଏହାର କେଶରିଆ ରଙ୍ଗ ରହିଛି ବଳିଦାନର ଜ୍ୱାଳା, ଧଳା ରଙ୍ଗ ରହିଛି ସତ୍ୟ ଶାନ୍ତିର ଆଲୋକ, ସବୁଜ ରଙ୍ଗ ରହିଛି ଆଶା ସମୃଦ୍ଧି ଜୀବନର ସନ୍ଦେଶ। ମଝିରେ ଥିବା ଅଶୋକ ଚକ୍ର ଆମକୁ ସ୍ମରଣ କରାଇ ଜୀବନର ଅଗ୍ରଗତି କେବେ ଥମିଯିବା ଉଚିତ ନୁହେଁ। ପ୍ରିୟ ବନ୍ଧୁଗଣ, 15 ଅଗଷ୍ଟ କେବଳ ଏକ ତାରିଖ ନୁହେଁ, ଏହା ହେଉଛି ଏକ ଜାତିର ଆତ୍ମସମ୍ମାନର ପୂର୍ଣ୍ଣ ଜନ୍ମ। ଏହା ସେହି ଦିନ ଯେଉଁଦିନ ଶୃଙ୍ଖଳାବଦ୍ଧ ହାତ ସ୍ୱାଧୀନ ହେଲା, ପରାଧୀନ ମସ୍ତକ ଗର୍ବରେ ଉଚ୍ଚ ହେଲା ଆଉ କୋଟି କୋଟି ଭାରତବାସୀଙ୍କ ସ୍ୱପ୍ନ ସାକାର ହେଲା। କିନ୍ତୁ ଏହି ସ୍ୱାଧୀନ ଆମକୁ ଉପହାର ମିଳିନଥିଲା, ମିଳିଥିଲା ଅସଂଖ୍ୟ ମାଙ୍କ ଆଖିର ଲୁହ, ଅସଂଖ୍ୟ ପରିବାର ବିଚ୍ଛେଦ, ଅସଂଖ୍ୟ ଯୁବକମାନଙ୍କ ବଳିଦାନ, ଅସଂଖ୍ୟ ଅଜଣା ବିପ୍ଳବଙ୍କର ତ୍ୟାଗ। କବିଙ୍କ ଭାଷାରେ ଯେଉଁ ମାଟି ପାଇଁ ବୀର ଦେଲେ ଜୀବନ, ସେହି ମାଟି ଆମର ଗର୍ବ, ଆମର ଚିହ୍ନ। ମହାତ୍ମା ଗାନ୍ଧୀ କହିଥିଲେ, ଭବିଷ୍ୟତ ନିର୍ଭର କରେ ଆଜି ତୁମେ କଣ କରୁଛ ତାହା ଉପରେ। ପ୍ରିୟ ଭାଇ ଭଉଣୀମାନେ, କୌଣସି ଜାତିର ବର୍ତ୍ତମାନକୁ ଜାଣିବା ପୂର୍ବରୁ ସମ୍ଭବତଃ ତାର ଅତୀତକୁ ଜାଣିବା ଆବଶ୍ୟକ। କାରଣ ସ୍ୱାଧୀନ ଭାରତ ପଛରେ ରହିଛି 2 ଶତାବ୍ଦୀର ସଂଘର୍ଷ, ଅପମାନ, ବଳିଦାନ, ଉଦ୍ୟମ, ସାହସର ଇତିହାସ। 1857 ମସିହାରେ ମଙ୍ଗଳ ପାଣ୍ଡେଙ୍କ ବିଦ୍ରୋହ ଏକ ନୂତନ ଅଗ୍ନିଶିଖା ଜଳାଇଲା। ରାଣୀ ଲକ୍ଷ୍ମୀଙ୍କ ସାହସ, ତାନ୍ତାଟୋପେଙ୍କ ବୀରତ୍ୱ, ଅସଂଖ୍ୟ ଅଜଣା ବିପ୍ଳବଙ୍କର ତ୍ୟାଗ ସମଗ୍ର ଦେଶକୁ ଜାଗ୍ରତ କଲା। ସ୍ୱାଧୀନତା ସଂଗ୍ରାମ କେବଳ ତରବାରୀ ଆସିନଥିଲା, କଲମ ମଧ୍ୟ ଏଥିରେ ବଡ଼ ଭୂମିକା ନେଇଥିଲା। ମହାତ୍ମା ଗାନ୍ଧୀଙ୍କର ଏହି ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ, ଯଦି ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ, ସେଥିରେ ଭୁଲ କରିବାରେ ମଧ୍ୟ ସ୍ୱାଧୀନତା ନଥାଏ। ଅନ୍ୟପଟେ ସୁଭାଷ ଚନ୍ଦ୍ର ବୋଷ ଯୁବ ସମାଜକୁ ଆହ୍ୱାନ ଦେଇ କହିଥିଲେ, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଏହା କେବଳ ଏକ ନାରା ପାଇଁ ନୁହେଁ, ଏହା ହେଉଛି ଏକ ଜାତିର ଆତ୍ମସମ୍ମାନର ପୂର୍ଣ୍ଣ ଜନ୍ମ। ଭଗତ ସିଂ, ସୁଖଦେବ, ରାଜଗୁରୁ ଫାଶୀ ମଞ୍ଚକୁ ଯିବା ସମୟରେ ଭୟଭୀତ ହୋଇନଥିଲେ, ସେମାନଙ୍କର ଅଧରରେ ଥିଲା ଇନକଲାବ ଜିନ୍ଦାବାଦ। ଭଗତ ସିଂଙ୍କର ଏହି ଚିନ୍ତାଧାରା ଆଜି ମଧ୍ୟ ଆମକୁ ଆଲୋକିତ କରେ। ବିପ୍ଳବର ତରବାରୀ ଚିନ୍ତାଧାରାର ସ୍ଥାନରେ ଧାରୁଆ ହୁଏ। ପ୍ରିୟ ବନ୍ଧୁଗଣ, ଆମେ ଯେତେବେଳେ ଆମ ସ୍ୱାଧୀନ ସଂଗ୍ରାମ ମାନଙ୍କ କଥା କହୁ, ଆମ ପ୍ରିୟ ଓଡ଼ିଶାର ଅବଦାନକୁ କେବେ ଭୁଲି ହେବ ନାହିଁ ବୋଲି କହୁ। ଏହି ପବିତ୍ର ଭୂମି କେବଳ ସଂସ୍କୃତି ଆଧ୍ୟାତ୍ମିକତା ନୁହେଁ, ଏହା ହେଉଛି ଆତ୍ମସମ୍ମାନ ଓ ବଳିଦାନର ମାଟି। ଓଡ଼ିଶାର ଶହୀଦ ମାନଙ୍କ ମଧ୍ୟରୁ ଜୟ ରାଜଗୁରୁ ଏକ ଅମର ନାମ। ସେ କେବେ ହେଲେ ଇଂରେଜ ବିରୁଦ୍ଧକୁ ଡରି ନଥିଲେ, ଦେଶର ସ୍ୱାଭିମାନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ବଳିଦାନର କାହାଣୀ ଆମକୁ କହେ, ସ୍ୱାଧୀନତାର ମୂଲ୍ୟ ପ୍ରାଣଠାରୁ ମଧ୍ୟ ବଡ଼। ତାପରେ ଆସନ୍ତି ବକ୍ସି ଜଗବନ୍ଧୁ। 1817 ମସିହା ଏକ ସ୍ଥାନୀୟ ଆନ୍ଦୋଳନ ଥିଲା, ଏହା ଥିଲା ପ୍ରାରମ୍ଭିକ ଜଳମାନଙ୍କ ମଧ୍ୟରୁ ଗୋଟିଏ। ଅନ୍ୟାୟ ବିରୁଦ୍ଧରେ ମୁଣ୍ଡ ନ ହେବା ପରିବର୍ତ୍ତେ ସେ ସଂଗ୍ରାମର ପଥ ବାଛିଥିଲେ। ବୀର ସୁରେନ୍ଦ୍ର ସାଏ, ଏହି ନାମ ଶୁଣିଲା ମାତ୍ରେ ଧୈର୍ଯ୍ୟ, ସାହସ, ଅଦମ୍ୟ ଇଚ୍ଛା ଶକ୍ତିର ଚିତ୍ର ଆଖି ଆଗରେ ଭାସିଉଠେ।